ପ୍ରଥମତଃ ତାଙ୍କୁ ମୁଁ ଜଣାଉଛି ଯେ ତାରକସି କାମକୁ ଇଏ ତ ପ୍ରଥମ ନୁହେଁ, ତା ପୂର୍ବରୁ ବି ମଧ୍ୟ ସେ ବିଦେଶରେ ପ୍ରେଜେଣ୍ଟ କରିଛନ୍ତି। ପ୍ରଥମେ ମୁଁ ପ୍ରଧାନମନ୍ତ୍ରୀଙ୍କୁ ଜଣାଉଛି, ମୋର ସାଧୁବାଦ ଜଣାଉଛି ଯେ ତାରକସି କାମକୁ ଯେ ପୃଥିବୀ ପ୍ରସିଦ୍ଧ ହେଲେ ବି ସୁଦ୍ଧା ପ୍ରଧାନମନ୍ତ୍ରୀଙ୍କର ଯେକୌଣସି ବିଦେଶ ଗସ୍ତରେ ସେ ତାରକସି କାମ ବା ଓଡ଼ିଶାର ଯେଉଁ କଳାକୃତିକୁ ସେମାନେ ପ୍ରେଜେଣ୍ଟ କରୁଛନ୍ତି। ଏଇଟା ବହୁତ ମାନେ ଖୁସିର କଥା, ଗର୍ବର କଥା ଆମର। ତାରକସି କାମକୁ ସେ କରୁଛନ୍ତି। ଆଉ ଆଗରୁ ବି ମଧ୍ୟ ମନି ପର୍ସ କରିଥିଲେ କି ଯେକୌଣସି ଜିନିଷ କରିଥିଲେ, ବର୍ତ୍ତମାନ ବି ବୋର୍ଡ କରିଛନ୍ତି ଯେଉଁଟାକି ତାରକସିର କାମ, କଟକ ତାରକସି। ଏହାଦ୍ୱାରା କଟକର ତାରକସି କାମ ଆହୁରି ପ୍ରମୋଟ, ପ୍ରଚାର ପ୍ରସାର ଭଲ ଏଇଟା ହେଉଛି। କିନ୍ତୁ ଦୁଃଖର କଥା ଏଇଆ ଯେ ତାରକସି କାରିଗରଙ୍କର ବର୍ତ୍ତମାନ ଶୋଚନୀୟ ଅବସ୍ଥା। କାହା ପାଖରେ ବର୍ତ୍ତମାନ ଚାନ୍ଦିର ଯେଉଁ କଞ୍ଚାମାଲର ଯେଉଁ ଅସୁବିଧା, ବହୁତ ରେଟ୍ ବର୍ତ୍ତମାନ 3 ଲକ୍ଷ 2,80,000 ଏମିତି ଯେଉଁ ସବୁ ହେଇଯାଇଛି, ତା ପାଇଁକା କାରିଗରମାନଙ୍କର ପରିସ୍ଥିତି ଭଲ ନାହିଁ। କାମ କାହା ପାଖରେ ନାହିଁ। ବିଭିନ୍ନ ବହୁତ ଯେତିକି ଦୋକାନ ଅଛି କଟକ ସହରର ସମସ୍ତେ ହାତ ଗୋଡ଼ ଯୋଡ଼ିକି ବର୍ତ୍ତମାନ ବସିଛନ୍ତି। ସେ ପ୍ରତି ବି ମଧ୍ୟ ସରକାର ଦୃଷ୍ଟି ଦେବା ଦରକାର। ଏବଂ କାରିଗରମାନେ କେମିତି ବଞ୍ଚିବେ, କଳା ବଞ୍ଚିବ, କାରିଗରମାନେ ବଞ୍ଚିଲେ କଳା ବଞ୍ଚିବ। ତ ପ୍ରଧାନମନ୍ତ୍ରୀ ପୂର୍ବରୁ କୌଣସି ପ୍ରଧାନମନ୍ତ୍ରୀ ଏଭଳି କରିନଥିଲେ ଏବଂ ପ୍ରଥମ ଥର ପାଇଁ କଟକର ତାରକସି ବିଦେଶରେ ପ୍ରଚାର ପ୍ରସାର ହେଉଛି, ତା ପୁଣି ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ହେଉଛି। ଓଡ଼ିଶାର ଅନୁଭବ ହେଉଛି ଯେ ଜଣେ ତାରକସି କାରିଗର, ଦେଖନ୍ତୁ ଗୋଟେ କାରିଗର ଏଠି ବସିଛି, କଟକର କାମ ଆଉ କଟକର ତାରକସି କାମ ଇଏ ଯାଇକି ନରୱେରେ ବିଦେଶରେ ଯେତେବେଳେ ପ୍ରେଜେଣ୍ଟ କରାଯାଉଛି, କାରିଗରଙ୍କ ପାଇଁ ବହୁତ ଖୁସି ଏବଂ ବହୁତ ଗର୍ବର କଥା ଏଇଟା। ପୂର୍ବରୁ ଏମିତି କୌଣସି ପ୍ରଧାନମନ୍ତ୍ରୀ କରିନଥିଲେ, ଯେଉଁଟାକି ଆମ ଦେଶର ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଏଇଟା ନରେନ୍ଦ୍ର ମୋଦି ଏଇଟା କରିଛନ୍ତି। ଏଇଟା ବହୁତ ମାନେ ଗର୍ବର କଥା, ଖୁସିର କଥା। ଏହାକୁ ଦେଖିକି ଆଉ କିଛି ଅନେକ କାରିଗର ଆସିବେ କି କାମରେ, ଏବଂ ଏଥିରେ ଯେହେତୁ ପ୍ରଧାନମନ୍ତ୍ରୀ ଏଭଳି ଚାନ୍ଦିକି କାମକୁ ନେଇକି ବାହାରେ ଇଏ କରୁଛନ୍ତି, ତ କିଛି ନୂଆ ନୂଆ କାରିଗର ଆସିବେ ଏବଂ ଏହା ଦ୍ୱାରା ଆଉ କିଛି ଲୋକମାନେ ଆକର୍ଷିତ ହେବେ ଭାବୁଛନ୍ତି ଏ କାମ ପ୍ରତି? ହଁ, ଆଶା କରୁଛି, ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଛି କେମିତି ନୂଆ ପିଲା କାମ ଶିଖନ୍ତୁ, ଆହୁରି ଏ କାମଟା ଅଧିକା ତିଆରି ହେଲେ, ଅଧିକା କାମର ବେନିଫିଟ୍ କାରିଗର ପାଇଲେ ସେମାନେ ନିଶ୍ଚିନ୍ତ ଆସିବେ। ଆଦୃତ ହବ ଭାବୁଛନ୍ତି ବିଦେଶରେ ମଧ୍ୟ ଏଇ ଚାନ୍ଦିର ଏଇ କାରିଗର କାମ ନିଶ୍ଚିନ୍ତ ହବ, କିଛି ଏଇଟା କଥା ନାହିଁ। ନିଶ୍ଚିନ୍ତ କାମ, ତାରକସି କାମକୁ ବିଦେଶରେ ପସନ୍ଦ କରନ୍ତି। ବର୍ତ୍ତମାନ ବି ସେଟାକୁ ଯଦି ଆହୁରି କରାଯିବ ହବ, ନ ହବ ବୋଲିଆ କଥା ନାହିଁ।